श्रोता बंधु आपण समस्त को मोर हार्दिक अभिनंदन। आमे समस्ते आज एक शुभ दिन को नहीं आलोचना करिबा। ताहला पूर्णिमा तिथि फेब्रुआरी मासर 1 तारिख पहिला सप्ताहर प्रथम दिन रविवार। से दिन होची पुष्या नक्षत्र, रवि पुष्या योग। रविवार दिन पुष्या नक्षत्र पड़े से गोटे योग हुए। से पूर्ण पड़ुची ना महायोग। मासर प्रथम दिन, सप्ताह प्रथम दिन। तेणु ये दिन आपण माने जेकोसी शुभ कार्य आरंभ करें निसंदेह क्या पचार आवश्यकता नहीं। आज को ग्रह कौटी अच्छी मकर अच्छी रवि बुध शुक्र आउ मंगल। एमाने तो चलुछंती प्रति मासरे ना। ता छड़ा आगरू अच्छी मीनरे शनि, कुंभरे राहु, यही निकटरे गले बृहस्पति, मिथुन को सिंहरे केतु। यही ग्रह मानकर समारोह रे आज दिनटी विश्ववासी पाई आज दिन बोले फेब्रुआरी पहिला रविवार रवि पुष्या योग समस्त एक शुभ दिन। आमे आलोचना करिबा एबे मेष राशि उपरे। मेष राशि पाई रविवार हेतु घातवार आउ रविवार अछि। मेषर अधिपति मंगल आग मध्य टिके मित्रता अछि। तेणु आसवाकू थिबा बड़ बड़ विपदरू रक्षा मिल जीवो। कारण आज स्वास्थ्य प्रति समस्या अछि। आपाद मस्तक विभिन्न अंगरे केतेबेले कौन जे आघात प्रतिघात हेबो, रोग व्याधि हेबो, से कथा केवल आपणकर कर्म जाने। कर्म अनुजाई आज दंडित हेबे। नानाविध रोग आज उत्पात करिवो। जंत्रणा जर्जरित जीवन आज दुख देव। मेष राशि पाई फेब्रुआरी 1 तारिख रविवार पूर्णिमा मेष राशि घातवार। अस्वास्थ्यकर परिवेश आपण को अतिष्ठ करिवो। स्वास्थ्य समस्यार जंत्रणा हेतु मानसिक क्लेश पाइबे। आपण को लगी आपण को जन्मदात्री माँ भी असुस्थ हेबे। राति 12टारू कृत्तिका नक्षत्रर टिके अशुभ समय आसीबो। एवं कृत्तिका नक्षत्र युक्त मेष राशिर लोके संकटापन्न हवार भय अछि। एही शारीरिक दुख को रक्षा करिवे केवल महादेव। तेणु जानिगला परे प्रभातरू पुणी प्रभात जाए आपण पार्टी केवल बाहर ओम नमो शिवाय, ओम नमो शिवाय। हाँ बंधु, आमे एबे जीवा वृष राशि पाखु। वृष राशि आज भल दिन, आय करिवार दिन, स्वास्थ्य संकट नहीं। भोजन शयन दर्शन भ्रमण पठन प्रभृति रे आनंद अछि। फेब्रुआरी पहिलारे वृष राशिधारी लोके मानसिक और शारीरिक शांति पाइबे। आनंदरे समय काटिबे। भ्रातृ संपर्क मधुमय हेब। पूर्वर आबिलता दूर हेब। झगड़ा शांत हेब।
ବୃତ୍ତି ବ୍ୟବସାୟ ସେବା ଓ ଚାକିରି ଆଦିରୁ କର୍ମାନୁସାରେ ଆୟ ହେବ, ଅମଳ ହେବ, ଧନ ସମସ୍ୟାର ସମାଧାନ ହେବ, ବନ୍ଧୁ ମହଲରେ ଆଦର ପାଇବେ, ଆଉ ସାମାଜିକ ଉତ୍ସବରେ ଆପଣଙ୍କୁ ଏକ ଉଚ୍ଚ କୋଟିର ଆଦର ମିଳିବ। ବନ୍ଧୁଗଣ, ମିଥୁନ ରାଶି, ମିଥୁନ ରାଶି ପାଇଁ ଆଜି ଖର୍ଚ୍ଚାନ୍ତ ରବିବାର, ମିଥୁନ ଅଧିପତି ବୁଧ, ବନ୍ଧୁ। ଏଣୁ ଏଇ ଯେଉଁ ଖର୍ଚ୍ଚଟି ହେବ ପରିଜନ ପାଇଁ, ସ୍ୱଜନ ପାଇଁ, ବନ୍ଧୁ ପାଇଁ, ବୃଥା ଖର୍ଚ୍ଚ ହେବନି, କିନ୍ତୁ ସଞ୍ଚିତ ଅର୍ଥ ତ ଚାଲିଯିବ ନା, ବହୁ ଅର୍ଥ ବ୍ୟୟ ହେତୁ ଟିକେ ବାଧିବ। ହଁ ବନ୍ଧୁ, ଆଜି ରବିବାର ପହିଲା, ମିଥୁନ ରାଶିର ଖର୍ଚ୍ଚାନ୍ତ ଦିନ। ବୁଧ ଗ୍ରହ ହେତୁ ରବିବାର ବନ୍ଧୁ ପରିଜନଙ୍କ ପାଇଁ ବ୍ୟୟ ହେବ, କିନ୍ତୁ ଅସୁସ୍ଥ ହେବା ନିଶ୍ଚିତ। ଆଡ଼େ ଅର୍ଥହାନି, ତେଣେ ପ୍ରାଣପୀଡ଼ା। ଅର୍ଥହାନି ଆଉ ପ୍ରାଣପୀଡ଼ା ଦୁଇ ପ୍ରକାର ସମସ୍ୟାରୁ ମୁକ୍ତ କେମିତି ହେବେ? ତେଣେ ମାନସିକ ଯନ୍ତ୍ରଣା, ଏଣେ ଶାରୀରିକ ବେଦନା। ଏଥିପାଇଁ ଆପଣ ଓମ୍ ନମଃ ଶିବାୟ ଜପନ୍ତୁ ନା, ମଙ୍ଗଳ ହେବ। ଆୟ କ୍ଷେତ୍ର ଖୋଲି ନପାରେ, ବ୍ୟୟ କ୍ଷେତ୍ର ଖୋଲିଯିବ, ଚାରିମୁହଁ ଖୋଲିଯିବ, କିନ୍ତୁ କେଉଁଠୁ ଅର୍ଥ ଆସିବ, ନୂତନ ଯୋଜନା ସଫଳ ହେବ, ଏ ସୁଯୋଗ ଈଶ୍ୱର ଦେବେନି। ରାତି 12ଟା ପରଠାରୁ ମୃଗଶିରା ନକ୍ଷତ୍ରଧାରୀ ବ୍ୟକ୍ତିଙ୍କ ପାଇଁ ସମୟ ଭଲ ନୁହେଁ। ରାତି କଥା, ଏଣୁ ଟିକେ ସାବଧାନ ହେଇଯାଆନ୍ତୁ, ଅସୁସ୍ଥତା ମାଡ଼ି ଆସିବ। ମେଷ, ବୃଷ, ମିଥୁନ କହିସାରିଲା ପରେ ମୁଁ ଆପଣଙ୍କୁ ଗୋଟେ କଥା ଭୁଲି ଯାଇଛି, କହିଦେଉଛି। ଆଜି ସୂର୍ଯ୍ୟୋଦୟ 6ଟା 23 ପରେ, ସୂର୍ଯ୍ୟାସ୍ତ 5ଟା 36 ପରେ, ମନ୍ଦ ସମୟ 4ଟା 16ରୁ 5ଟା 41। ଆଜି ଏକ ପୁଣ୍ୟବାର, ରବି ପୁଷ୍ୟା ଯୋଗ। ଆଜି ଅଗ୍ନି ଉତ୍ସବ। ଆଜି ଏମିତି ଏକ ପର୍ବ, କୌଣସି ପୂର୍ଣ୍ଣମରେ ପୋଡ଼ା ଯାଏନି। ଖାଇବା ତ ପର କଥା, ଆଜି ପୋଡ଼ା ଦ୍ରବ୍ୟ ଖିଆ ହେବ। ପୋଡ଼ା ଫୋପଡ଼ା ପର୍ବ ଆଜି। ଅଗ୍ନି ଗଦାକୁ ବାଇଗଣ, କନ୍ଦମୂଳ, କଞ୍ଚା ବାଦାମ, ଆଳୁ ଏସବୁ ପକାଯାଏ। ତାହା ସେଥିରେ ସିଦ୍ଧ ହୁଏ, ତାକୁ ଖାଆନ୍ତି। ତାକୁ ଖାଇଲେ ଚର୍ମ ରୋଗ ହୁଏ ନା ବୋଲି ପୌରାଣିକ ବାର୍ତ୍ତା ଅଛି। ହଁ ବନ୍ଧୁ, କର୍କଟ ରାଶି କଥା ଆଲୋଚନା କରିବା। ଆଜି ପୂର୍ଣ୍ଣମୀ ରବିବାର ପହିଲା, ଏଣୁ କର୍କଟ ରାଶିଧାରୀ ଜନତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ବିଚରା ଏଇ ରାଶିର ଲୋକେ ଭାରି କଷ୍ଟ ଭୋଗିଲେଣି। ଆଜି କିନ୍ତୁ ଈଶ୍ୱରଙ୍କର କରୁଣା ପ୍ରାପ୍ତ ହେବ, ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ, ଦେହ ମୁଣ୍ଡ ଠିକ୍ଠାକ୍ ରହିବ, ହଜିଯାଇଥିବା ଦ୍ରବ୍ୟ ମିଳିବ, ବୃତ୍ତି ବ୍ୟବସାୟ ସେବା ଆଉ ଚାକିରିରୁ ଯଥାଯୋଗ୍ୟ ଶ୍ରମାନୁସାରେ ଭଲ ଆୟ ହେବ, ଦେହ ମୁଣ୍ଡ ଠିକ୍ଠାକ୍ ରହିବ, ସାହାଯ୍ୟ ସହଯୋଗ ମିଳିବ, ଧାର୍ମିକ ଓ କର୍ମଠ ଲୋକଙ୍କ ପାଇଁ ଆଜି ବଢ଼ିଆ ଆୟ ଅମଳ ହେବ। ଆଜି ଏକ ଶୁଭ ଦିନ, ରୁଚିକର ଭୋଜନ ମିଳିବ, ଆଉ ତୃପ୍ତିକର ନିଦ୍ରା ହେବ। ଏ ଦୁଇଟା ଜରୁରୀ ନା ଦେହ ପାଇଁ। ଆଉ ଟିକେ ଭଲ ଖାଇବା, ଆରାମରେ ଶୋଇବା, ହେଲେ ଦେହ ମୁଣ୍ଡ ଠିକ୍ ରହିବ ନା। ହଁ, ରବିବାର ହେତୁ
ସିଂହ ରାଶି ପାହାରୀ ଲୋକେ ରକ୍ଷା ପାଇଯିବେ। ସିଂହ ରାଶିର ଅଧିପତି ରବି, ଆଜି 12 ରବି, ତେଣୁ ରବିଙ୍କି ରବି ସାହାଯ୍ୟ କରିବେ। ଫଳରେ ରବିଙ୍କ ଅଧୀନରେ ଥିବା ସିଂହ ରାଶିର ଲୋକେ ଆଜି ଆସିବାକୁ ଥିବା ବିପଦରୁ ରକ୍ଷା ପାଇଯିବେ। ସାରାଂଶ ହେଲା, ସିଂହ ରାଶି ପାଇଁ ଆଜି ଆଦୌ ଭଲ ଦିନ ନୁହଁ, କିନ୍ତୁ ରବିଙ୍କ କରୁଣାରୁ ଏ ସବୁ ସମସ୍ୟାର ସରଳ ସମାଧାନ ହୋଇଯିବ। କାରଣ ସିଂହ ରାଶି ପାଇଁ ଆଜି ଶୁଭ ଦିନ ନୁହେଁ। କୌଣସି ନା କୌଣସି ଅହେତୁକ କାରଣ ପାଇଁ ମନ ବ୍ୟାକୁଳ ଆକୁଳ ହେବ। ଧନାଗମ ନ ହେବ ସେ କଥା ନୁହେଁ, ଯାହା ହେବ ତାହା ସମୁଦ୍ରକୁ ଶଙ୍ଖେ। ମନ ଅସ୍ଥିରତା ପାଇଁ ଦୁର୍ଘଟଣାର ଭୟ ଅଛି। ରାତି 12ଟା ପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ଶୁଭ ସମୟ ଆସିବ। ଦୁର୍ଘଟଣା ଭୟ ଅଛି, ମନ ଅଶାନ୍ତ ହେବ। ଏଣୁ ସୂର୍ଯ୍ୟାସ୍ତ ପରେ ଟିକେ ବାହାରକୁ ନଗଲେ ଭଲ ହୁଅନ୍ତାନି। ବିଶେଷତଃ ରାତି 12 ପରେ କୁଆଡ଼େ ଯିବେନି। ଯେଉଁଠି ଥିବେ ସେଇଠି ଟିକେ ଈଶ୍ୱରଙ୍କୁ ଡାକି ବିଶ୍ରାମ ନିଅନ୍ତୁ ନା। କନ୍ୟା ରାଶି ଯୁକ୍ତ ବ୍ୟକ୍ତି ସମୁଦାୟ ଆଜି ଅଭୂତପୂର୍ବ ଆନନ୍ଦ ଲାଭ କରିବେ। କୌଣସି ସ୍ମରଣୀୟ କାରଣ ପାଇଁ ଉଚ୍ଚ କୋଟିର ସମ୍ମାନ ମିଳିବ। ମର୍ଯ୍ୟାଦାକୁ ପୁଣି ପୂର୍ଣ୍ଣମୀ ଜନିତ ଧର୍ମ କାର୍ଯ୍ୟ କରିବେ। ଆଚ୍ଛା, ସମସ୍ତ ବୃତ୍ତିଧାରୀ ବଢ଼ିଆ ରୋଜଗାର କରିବେ। ଚାକିରିଆମାନଙ୍କର ପ୍ରମୋଶନ ହେବାର ସମୟ ଆସିଛି। କନ୍ୟା ରାଶି ପାଇଁ ଏକ ଶୁଭ ମୁହୂର୍ତ୍ତ, ଶୁଭ ବେଳ, ଶୁଭ ସମୟ, ସବୁ ଦିଗରୁ ଶୁଭ ଓ ଆନନ୍ଦ। ସେମାନଙ୍କୁ ଆଜି ଉଚ୍ଚ କୋଟିର ସମ୍ମାନ ମିଳିବ। ସ୍ୱାଦିଷ୍ଟ ଆହାର ଆଉ ରୁଚିକର ଦେବଦର୍ଶନ, ମନଲାଖି ମିତ୍ର, ତାଦ୍ୱାରା ପୁଣି ବୃତ୍ତିଧାରୀ ଯେତେ ଅଛନ୍ତି ସେମାନଙ୍କର ବୃତ୍ତିରୁ ଭଲ ରୋଜଗାର ହେବ। ଚାକିରିଆମାନଙ୍କ ପାଇଁ ପ୍ରମୋଶନର ସୁଯୋଗ ଆସିପାରେ। ଆଜି କନ୍ୟା ରାଶିର ଏକ ମଧୁମୟ ଦିବସ। ପୂର୍ଣ୍ଣମୀ ପହିଲା ଦିନଟି ତୁଳା ରାଶି ବିଶିଷ୍ଟ ବ୍ୟକ୍ତି ବର୍ଗଙ୍କୁ ଏକ ଉତ୍ଫୁଲ୍ଲ ଦିବସ ଭଳି ଲାଗିବ। ଫଳରେ ଏମାନେ ଆଜି ସ୍ୱସ୍ଥାନରେ ବି ନିଜର ଅସ୍ଥାବର ସମ୍ପତ୍ତିର ଯତ୍ନ ନେବେ। ଆଜି ତୁଳା ରାଶି ଲୋକେ ଯିଏ ଯେଉଁଠି ଥାଆନ୍ତୁ ତାଙ୍କ ମୁଣ୍ଡରେ ଆଜି ପଶିବ, ମୋର ସମ୍ପତ୍ତି ଯାହା ଅସ୍ଥାବର ଆଉ ସ୍ଥାବର। ସ୍ଥାବର ସ୍ଥିର ଶବ୍ଦ, ଜମି ଆଉ ଘର, ଇଏ ହେଲେ ସ୍ଥାବର। ଅସ୍ଥାବର ଯେ ସ୍ଥିର ନୁହଁ, ସ୍ଥାନ ବଦଳାଯାଏ। ଘରର ସବୁ ଜିନିଷ, ଫ୍ରିଜ, ଆଲମିରା, ଖଟ, ପଲଙ୍କ, ସୁନା, ରୂପା, ହୀରା, ଲୀଳା, ମୋତି, ମାଣିକ୍ୟ, ଗୋରୁ, ଗାଈ, ଛେଳି, ମେଣ୍ଢା ଏସବୁ ହେଲା ଅସ୍ଥାବର। ତେଣୁ ଏହି ଦୁଇ ପ୍ରକାର ସମ୍ପତ୍ତିର ଆଜି ଯତ୍ନ ନେବେ। ଆଖି ବୁଲେଇବେ, ହାତ ମାରିବେ, ମୋ ସମ୍ପତ୍ତି କେମିତି ଅଛି, କେଉଁଠି ଅଛି, କିଭଳି ଅଛି। ପୂର୍ଣ୍ଣମୀ ଆଉ ପହିଲା ଦିନଟି ତୁଳା ରାଶି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏକ ଉତ୍ଫୁଲ୍ଲ ଉପହାର ଦେବ। ଫଳରେ ଏମାନେ ଆଜି ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ସମୟ ଦେବେ। ସମସ୍ତ ବୃତ୍ତିଜୀବୀ ମହା ଆନନ୍ଦରେ ଆୟ ଅମଳ କରିବେ। ରୋଗ, ଋଣ, ଶତ୍ରୁ ଏ ଭୟ ଆଜି ନାହିଁ। ଆଜି କର୍ମ ଜନିତ ସୁଖ ମିଳିବ। ସଞ୍ଚୟଶୀଳ ହେବେ। ଆଜି କିଛି ବଳକା ଅର୍ଥ
ବ୍ୟାଙ୍କକୁ ଯିବ, ଆପଣଙ୍କ ପାସବୁକ୍ରେ ଜମା ହେବ, ଲୋକ ସମ୍ପର୍କ ବଢ଼ିବ, ପାରିବାରିକ କୁଶଳତା ଆଜି ଆପଣଙ୍କୁ ବହୁତ ଆନନ୍ଦ ଦେବ। ଆପଣଙ୍କର ସମସ୍ତ ପ୍ରିୟ ପରିଜନ ଆଜି ଆନନ୍ଦରେ ସମୟ କାଟିବେ। ରବିବାର ପହିଲା ଦିନଟି ବିଛା ରାଶି ପାଇଁ କୌଣସି ପ୍ରକାରରେ ଶୁଭ ଦିନ ନୁହେଁ, ଠିକ୍ ଅପୋଜିଟ୍। ତୁଳାର କେତେ ବଢ଼ିଆ ଦିନ, ବିଛାର କେତେ ଅସୁବିଧା ଦିବସ। ତେଣୁ ରବିବାର ପହିଲା ଦିନଟି ବିଛା ରାଶି ପାଇଁ କୌଣସି ପ୍ରକାରରେ ଶୁଭ ଦିନ ନୁହେଁ। ସବୁ ପ୍ରକାର ଅନିଷ୍ଟ ଅଚିନ୍ତା ମୁଣ୍ଡକୁ ଆସିବ, ଯାବତୀୟ ସମସ୍ୟା ହେବ, ବାଧା ବନ୍ଧନ ଯୋଗ ଅଛି। ସମସ୍ତ କାର୍ଯ୍ୟର ଆରମ୍ଭ ଝିଞ୍ଝଟରୁ ଆରମ୍ଭ ହେବ। ସବୁ କାମରେ କିଛି ବାଧା ଆସିବ, ବଡ଼ କଷ୍ଟରେ କାମଟି ଆରମ୍ଭ ହେବ, ପୁଣି କାମ ସରିବ ବି ସେଇଭଳି ଝିଞ୍ଝଟରେ। ଆରମ୍ଭ ହେବ ଝିଞ୍ଝଟରୁ, ଶେଷ ହେବ ଝମିଲାରେ। ଲୋକ ସମ୍ପର୍କ ଠିକ୍ ଠାକ୍ ରହିନପାରେ, ଅପମାନିତ ହୋଇପାରନ୍ତି। ଭାଗ୍ୟାଧିପ ଚନ୍ଦ୍ର ସ୍ୱଗୃହରେ ଥିବାରୁ ଏତେ ଦୁଃଖ ହେଲେ ବି ହସିବେ। ଆଜି ବିଛା ରାଶି ପାଇଁ ସମସ୍ୟା ବହୁଳ ଦିନ। ଯେହେତୁ ଆପଣଙ୍କର ଭାଗ୍ୟାଧିପ ଚନ୍ଦ୍ର ନିଜ ଘରେ ଅଛନ୍ତି, ତେଣୁ ଏ ଦୁଃଖ ଭିତରେ ବି ଆପଣ ହସିବେ। ଏ ସମସ୍ୟା ଭିତରେ ଆପଣ ଟିକେ ଆନନ୍ଦ ପାଇବେ। ଆପଣଙ୍କର ମୁଣ୍ଡ ବିନ୍ଧିବନି। ଏଇଟା ହେଲା କଥା, ସାରାଂଶ। ଧନୁ ରାଶି ପାଇଁ 1 ତାରିଖ, ଫେବୃଆରୀ 1 ତାରିଖ ରବିବାର ଏକ ସଙ୍କଟପୂର୍ଣ୍ଣ ଦିନ। ରୋଗ ବ୍ୟଥାରେ ପୀଡ଼ିତ ହୋଇପାରନ୍ତି, ଅପମାନ ବି ମିଳିପାରେ। ଋଣଦାତା କଟୁକ୍ତି କହି ଦୁଃଖ ଦେବେ। ଏଣୁ ସମୟ ଭଲ ନୁହେଁ। ଧନୁ ରାଶିର ଭାଗ୍ୟାଧିପ ରବି ଦ୍ୱିତୀୟରେ ମକରରେ, ଏଣୁ ଧୈର୍ଯ୍ୟ ଧରିଲେ ସବୁ ସମସ୍ୟାର ସମାଧାନ ହେବ। ଧନୁ ରାଶି ପାଇଁ ଆଜି ଶାରୀରିକ ସମସ୍ୟା ଆଉ ମାନସିକ ସମସ୍ୟା, ଅପମାନ ଯୋଗ ଅଛି, ରୋଗ ଯୋଗ ଅଛି। ରୋଗ ହେବ, ବ୍ୟାଧି ହେବ, ଯନ୍ତ୍ରଣା ଲାଗିବ, କଷ୍ଟ ଲାଗିବ, ଆଉ କାହାକୁ କିଛି ବିପଦ କହିଲେ ସେମାନେ କଥାଟାକୁ ଭଲ ଅର୍ଥରେ ଗ୍ରହଣ କରିବେନି, ତେଣୁ ଅପମାନ ଦେବେ। ଏଇ ଦୃଷ୍ଟିରୁ ଆଜି ଗୋଟିଏ ଭଲ ଜିନିଷ ହେଉଛି, ଆପଣ ଧୈର୍ଯ୍ୟ ଧରନ୍ତୁ। ଯେହେତୁ ଆପଣଙ୍କ ଭାଗ୍ୟାଧିପ ରବି ଆପଣଙ୍କ ପାଖରେ ଅଛନ୍ତି, ଦ୍ୱିତୀୟରେ ଅଛନ୍ତି, ସେ ସହଯୋଗ କରିବେ। ଏହି ସମସ୍ୟା ଗୁରୁତର ହେବନି। ମକର ରାଶି କଥା। ମକର ରାଶିର ଲୋକେ ରବିବାର ପହିଲା ଦିନ ବହୁ ବନ୍ଧୁ ମେଳରେ ସମୟ କାଟିବେ। ଆପଣ ଫୋନ୍ ଅଛି ତ ଦେଖିବେ, ନୂଆ ବନ୍ଧୁଙ୍କ ଠାରୁ ଆପଣ କଲ୍ ପାଇବେ। ସମସ୍ତେ ଆପଣଙ୍କର କୁଶଳ ମଙ୍ଗଳ ବୁଝିବେ। ଆପଣ ବି କାହା ସହିତ ଦୁଃଖ ସୁଖ ହେବେ। ବନ୍ଧୁ ଘରକୁ ଆସିବେ, ଆପଣ ବନ୍ଧୁ ଘରକୁ ଯାଇପାରନ୍ତି। ଆଜି ମୋଟାମୋଟି ବନ୍ଧୁ ମେଳରେ ସମୟ କଟିବ ମକର ରାଶିଙ୍କର। ବନ୍ଧୁଙ୍କ ସହିତ ମିଳାମିଶା କରିବାର ସୁଯୋଗ ଆସିବ। ନାନାବିଧ ଉପାୟରେ ବହୁ ଧନ ମିଳିବାର ସୁଯୋଗ ଆସିବ। କେତେ ଉପହାର ଆସିପାରେ। ସମସ୍ତ ବୃତ୍ତିଜୀବୀ ଆଜି ଆନନ୍ଦିତ ହେବେ। ସେମାନଙ୍କର ଆଜି ଗୋଟିଏ ସୁଯୋଗ, କର୍ମକ୍ଷେତ୍ରରୁ ସେମାନେ ଆଜି ଆଶାତୀତ ଆୟ ଅମଳ କରିବେ। ଯାହାକୁ କୁହାଯାଏ ସେମାନଙ୍କ ପାଖରେ ଆଜି ପହଞ୍ଚିଯିବ ସୁନା ଅଣ୍ଡା ଦିଆ କୁକୁଡ଼ା। ମକର ରାଶିର ଆଜି ଧନ, ମାନ, ସମ୍ମାନ, ଆଦର, ଆନନ୍ଦ ସବୁ ପ୍ରକାର ସୁଖ ଅଛି। କୁମ୍ଭ ରାଶି କଥା ଆଲୋଚନା କରିବା। କୁମ୍ଭ ରାଶି ପାଇଁ ରବିବାର ଏକ ଲାଭପ୍ରଦ ଦିନ। ମୁଖ୍ୟତଃ
ସାନ ବଡ଼ ସମସ୍ତ ବ୍ୟବସାୟୀଙ୍କର ବଢ଼ିଆ ଲାଭ ହେବ। ଅନ୍ୟ ସମସ୍ୟା କିଛି ନାହିଁ। ଧନ ସମ୍ମାନ ଆଦର ଯଶ ପଦବୀ ଚାକିରି ପ୍ରେମ ଉତ୍ତମ ଭୋଜନ ଦେବ ଦର୍ଶନ ଆଦି ଲାଭ ହେବ। ଆଉ ତାହା ମନ ଲାଖି ସ୍ୱତନ୍ତ୍ର। କିଏ କ'ଣ ଚାହେଁ, କାହାର କ'ଣ ଲାଭ ହେଲେ ସେ ଖୁସି ହେବ। କିଏ ଚାହେଁ ମନ୍ଦିର ଯିବି, ପ୍ରସାଦ ଖାଇବି, ଭଜନ କରିବି। କିଏ କହେ ମୁଁ ଟିକେ ସାଙ୍ଗମାନଙ୍କ ମହଲରେ ବସି ମଜା କରିବି, ଦି ଢୋକ ପିଇଦେବି। ଏଇଭଳି ଯିଏ ଯାହା ଚାହେଁ ତାକୁ ଆଜି ବିଧାତା ସେ ସୁଯୋଗ ଦେବେ। ସମସ୍ତଙ୍କର ଲାଭ ହେବ। କାହାର ପଦବୀ, କାହାର ସମ୍ମାନ, କାହାର ଆଦର, କାହାକୁ ଭୋଜନ ଆଉ ନିଦ୍ରା, ଏଇଭଳି ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ସ୍ୱଭାବ ଅନୁସାରେ ଆଜି ଲାଭ ହେବ। ଲାଭପ୍ରଦ ଦିନ, ସମ୍ମାନପ୍ରଦ ଦିନ। ଆଜି କୁମ୍ଭ ରାଶିର ଏକ ଭଲ ଦିନ। ମୀନ କଥା ବୁଝିବା। ମୀନ ରାଶି ଲାଗି ରବିବାର ପୂର୍ଣ୍ଣିମା ତିଥି ସମସ୍ତ ମନସ୍କାମନା ପୂର୍ଣ୍ଣ କରିବ। ସମସ୍ତ ମନସ୍କାମନା। କିଛି ଦିନ ହେଲା, 3-4 ଦିନ ହେଲା ମୀନ ରାଶି ଲୋକମାନେ ବଡ଼ ଛଟପଟ ହେଉଛନ୍ତି। ସେମାନଙ୍କ ମନ ଲାଖି ଜିନିଷ କିଛି ମିଳୁନି। କୃଷକ କୃଷି କ୍ଷେତ୍ରରେ ବା ଚାଷୀ ତା ଧାନ ବିଷୟକୁ ନେଇ ଚିନ୍ତା କରୁଥିଲା ବେଳେ ମାଛ ଚାଷୀ ତା ଗଡ଼ିଆର ପାଣି କମିଯାଉଛି ବୋଲି ଦୁଃଖିତ। ଏମିତି କୃଷକ ଯିଏ ଉଦ୍ୟାନ କୃଷି କରିଛନ୍ତି ତାଙ୍କ ଚିନ୍ତା ବି ସେମିତି ଅଛି। ଚାକିରିଆ ମାନଙ୍କର ମଧ୍ୟ ଠିକ୍ ସମୟରେ ଦରମା ମିଳୁନି ବା ଅଫିସର ହଇରାଣ କରୁଛନ୍ତି। ବ୍ୟବସାୟୀମାନଙ୍କ ପାଖକୁ ଭଲ ଗ୍ରାହକ ଆସୁନାହାନ୍ତି, ଭଲ ବିକ୍ରି ହେଉନି। ସାଧାରଣ ସଂସାରୀ ତା ପରିବାର ଭିତରେ ଦୁଃଖ ଜଞ୍ଜାଳରେ ଘାଣ୍ଟି ହେଉଛି। ମୋଟାମୋଟି ଭାବରେ ମୀନ ରାଶିର ଲୋକେ 4 ଦିନ ହେଲାଣି ବଡ଼ ସମସ୍ୟା ଭିତରେ ଅଛନ୍ତି। ଆଜି ରବିବାର, ଫେବୃଆରୀ 1 ପୂର୍ଣ୍ଣିମା ତିଥି, ପୁଷ୍ୟା ନକ୍ଷତ୍ର। ଏହି ଦୃଷ୍ଟିକୋଣରୁ ଆଜି ମୀନ ରାଶି ବ୍ୟକ୍ତି ସମୁଦାୟଙ୍କର ନାନାବିଧ ସମସ୍ୟାର ସମାଧାନ ହେବ। ବିଭିନ୍ନ ରୂପରେ ଆଜି ଉପହାର ଆସିବ, ଧନ ଆସିବ। କର୍ମ କ୍ଷେତ୍ରରୁ ସେମାନେ ଭଲ ଆୟ ରୋଜଗାର କରିବେ, ଲାଭ ମଧ୍ୟ ହେବ ଇତ୍ୟାଦି। ଆଜି ସେମାନେ ମନ ଗୁଣେ ସୁଫଳ ପାଇବେ। ଦେହ ଠିକ୍ଠାକ୍ ରହିବ, ମନ ପ୍ରଫୁଲ୍ଲ ରହିବ, ଆୟ ଅମଳ ଭଲ ହେବ। ସମ୍ମାନର ସହ ଏମାନେ ଧନ ରୋଜଗାର କରି ଖୁସି ହେବେ। ବିବିଧ ସୁଖ ପାଇ ସୁଖୀ ହେବେ। ସ୍ୱାଦିଷ୍ଟ ଆହାର, ସୁଖକର ନିଦ୍ର, ମଧୁରଭାଷୀ ଜୀବନ ସାଦି ଆଜି ତାଙ୍କୁ ଆନନ୍ଦ 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 ଦେବ। ଆଉ ଥରେ କହିଦେଉଛି ବନ୍ଧୁ ଯେ ରବିବାର, ଆଜି ମାସର ପ୍ରଥମ ଦିନ, ପହିଲା ସପ୍ତାହର ପ୍ରଥମ ଦିନ ରବିବାର, ପୂର୍ଣ୍ଣମୀ, ପୁଷ୍ୟା ନକ୍ଷତ୍ର। ଯଦି କୌଣସି ଶୁଭ କାର୍ଯ୍ୟ କରିବାର ଅଛି କରନ୍ତୁ ନା, ଆରମ୍ଭ କରିଦିଅନ୍ତୁ, ମଙ୍ଗଳ ହେବ। ଭଲରେ ଭଲରେ ସବୁ କାମ ସରିଯିବ। ବନ୍ଧୁ ଆଜି ଏତିକି ରହିଲି। ନମସ୍କାର।